ବାବା ଆମେ ଗୋଟେ ବଡ଼ ଅସୁବିଧାରେ ପଡ଼ି ଯାଇଛୁ ବାବା। କଣ ହେଇଛି କିରେ? ତମେ ମାନେ ସମସ୍ତେ ଏତେ ବ୍ୟସ୍ତ ହେଇ ଆସିଛ, କଣ କିଛି ଅସୁବିଧା ହେଇଛି କି? ବାବା, ଆମ ପାଖ ପଡ଼ୋଶୀ ରାମୁ ଭାଇ ସବୁଦିନ କାମରୁ ଆସି ନଈକୁ ଗାଧୋଇବାକୁ ଯାଆନ୍ତି। ଆଉ କାଲି ମଧ୍ୟ ରାମୁ ଭାଇ କାମରୁ ଫେରି ନଈକୁ ଏକାକୀ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ସେ ନ ଆସିବାରୁ ଇଏ ତାଙ୍କର ପୁଅ ତାଙ୍କୁ ଡାକିବାକୁ ନଈ କୂଳକୁ ଯାଇଥିଲା। ହେଲେ ଇଏ ସେଠି ତାର ବାପାଙ୍କୁ ପାଇଲାନି। ଇଏ କହୁଛି ଯେ ଯେତେବେଳେ ଇଏ ତା ବାପାଙ୍କୁ ନଈ କୂଳରେ ଖୋଜୁଥିଲା ସେତେବେଳେ ଇଏ ନଈ ଭିତରୁ ବାହାରି ଗୋଟେ ଡାହାଣୀ ଆଡ଼କୁ ମାଡ଼ି ଆସିଲା। ଇଏ ଭୟରେ ଘରକୁ ପଳାଇ ଆସିଲା। ଆଉ ତାପରେ ଆର ମୋର ମିଶିକରି ରାମୁ ଭାଇଙ୍କୁ ଖୋଜିବାକୁ ଗଲୁ। ପୁରା ଗାଁ ସାରା ପଚରା ଉଚରା କଲୁ, ହେଲେ କେହି ବି ରାମୁ ଭାଇଙ୍କୁ ଦେଖି ନାହାନ୍ତି। ବାବା, ଆପଣ ଦୟାକରି କିଛି ଗୋଟେ ସାହାଯ୍ୟ କରନ୍ତୁ। ଆରେ ପୁଅ, ତୁ ସତରେ ନଈ କୂଳରେ ଡାହାଣୀକୁ ଦେଖିଛୁ ତ? ହଁ ବାବା, ମୁଁ ସତ କହୁଛି। ମୁଁ ନଈ କୂଳରେ ଗୋଟେ ଭୟଙ୍କର ଡାହାଣୀକୁ ଦେଖିଲି। ହେଲେ ମୋ କଥା କେହି ବି ବିଶ୍ୱାସ କରୁନାହାନ୍ତି। ଘନବାବୁ, ଆପଣ ଥରେ ଯାଇ ଗାଁର ସବୁଆଡେ ବୁଝି ଆସନ୍ତୁ। ନଈର ଆଖପାଖରେ ହଉ କି ନଈରେ ବୁଡ଼ି କରି ହଉ, ଗାଁର କୌଣସି ଲୋକର ମୃତ୍ୟୁ ସେଇ ଜାଗାରେ ହେଇଛି କି ଥରେ ଯାଇ ବୁଝି ଆସ। ଯାଅ। ହଉ ବାବା, ମୁଁ ଏବେ ହିଁ ଯାଇ ଗାଁରେ ବୁଝି ଆସୁଛି ସେଠାରେ କୋଉ ଲୋକର ମୃତ୍ୟୁ ହେଇଛି। ଚାଲ ଅଶୋକ, ଯିବା ଚାଲ। ଏହାପରେ ବାବାଙ୍କ କଥା ମାନି ଘନବାବୁ, ଅଶୋକ ଭାଇ ଓ ମନୁଆ ଗାଁ ଲୋକଙ୍କୁ ପଚରା ଉଚରା କରିବାକୁ ଗଲେ। ଆରେ କାଳିଆ, ଏଇ କିଛି ଦିନ ପୂର୍ବରୁ ଗାଁର କେହି ଲୋକ ନଈରେ ବୁଡ଼ିକି ହଉ କି ନଈ ଆଖପାଖରେ ହଉ କାହାର ମୃତ୍ୟୁ ହେଇଛି କି? କାହିଁ ନାହିଁ ତ। ମୁଁ ଯେତିକି ଜାଣିଛି ଏଇ କିଛି ଦିନ ପୂର୍ବରୁ କେହି ବି ତ ଗାଁ ଲୋକ ନଈରେ ବୁଡ଼ିକି କି ନଈ ଆଖପାଖରେ କେହି ବି ତ ମରିନାହାନ୍ତି। ନାଇଁ ନାଇଁ, ସେମିତି ହେଇନଥିବ। କାହାର ଗୋଟେ ନିଶ୍ଚୟ ମୃତ୍ୟୁ ହେଇଛି, ନଈରେ ବୁଡ଼ିକି ହଉ କି ନଈ ଆଖପାଖରେ ହଉ। ଯାହାର ବି ମୃତ୍ୟୁ ହେଇଛି ତାର ଆତ୍ମା ଆମ ଗାଁରୁ ନଈକୁ ଯାଉଥିବା ଲୋକମାନଙ୍କୁ ଗୋଟି ଗୋଟି କରି ମାରିବାରେ ଲାଗିଛି। ହେଲେ କାଳିଆ, ତୁ ଥରେ ଯାଇ ଗାଁର ସବୁଆଡ଼େ ବୁଝି ଆସ। ଆମ ଗାଁ ଲୋକ ହେଇଥାଉ କି ଅନ୍ୟ ଗାଁ ଲୋକ ହେଇଥାଉ, ମୃତ୍ୟୁଟା କାହାର ହେଇଛି ଥରେ ସବୁଆଡ଼େ ପଚରା ଉଚରା କରି ବୁଝି ଆସ। ଯା। ଘନବାବୁ, କିଛି ଦିନ ପୂର୍ବରୁ ମୁଁ ଶୁଣିବାକୁ ପାଇଥିଲି ଯେ ଆମ ଗାଁରେ ମାଳତୀ ବୋଲି ଗୋଟେ ପିଲା ନଈକୁ ଗାଧେଇବାକୁ ଯାଇଥିଲା ଓ ତାପରେ ସେ ଆଜି ଯାଏ ଆଉ ଘରକୁ ଫେରିନି। ମାଳତୀର ମା ମାଳତୀକୁ ବହୁତ ଖୋଜାଖୋଜି କଲେ, ହେଲେ ମାଳତୀକୁ ଆଉ ପାଇଲେନି। ମାଳତୀ ସେଇ ଦିନରୁ ଆଜି ଯାଏ ନିଖୋଜ ଅଛି। ଆମ ଗାଁର ଗୋଟେ ପିଲା ଏତେ ଦିନ ହେଲାଣି ନିଖୋଜ ଅଛି, ହେଲେ ଏ ଖବର ମତେ କେହି ବି କହିନାହାନ୍ତି। ହଉ କାଳିଆ, ତୁ ଏବେ ଗୋଟେ କାମ କର। ତୁ ଏବେ ସେଇ ମାଳତୀର ବୋଉ ପାଖକୁ ଯା, ସବୁ କଥା ଠିକ ସେ ବୁଝି ଆସ। ଯା। ମୁଖିଆଙ୍କ କଥା ମାନି କାଳିଆ ଭାଇ ଏବେ ନିଖୋଜ ଥିବା ମାଳତୀର ଘରକୁ ଗଲେ। ହେମା ଭାଉଜ, ନମସ୍କାର। ଆରେ କାଳିଆ, କଣ ହେଇଛି କିରେ? ଏ ଅବେଳାଟାରେ ଆସିଛୁ, କଣ କିଛି ଅସୁବିଧା ହେଇଛି କି? ହେମା ଭାଉଜ, ଗୋଟେ ବହୁତ ବଡ଼ ଅସୁବିଧାଟେ ହେଇଯାଇଛି। ତମେ ମତେ ଗୋଟେ କଥା କୁହ ତ। ମୁଁ ଏଇ କିଛି ଦିନ ପୂର୍ବରୁ ଶୁଣିଥିଲି ତମ ଝିଅ ମାଳତୀ ନଈକୁ ଗାଧେଇବାକୁ ଯାଇଥିଲା, ହେଲେ ଆଉ ଫେରିଲାନି। ତମ ଝିଅ ସେଇ ଦିନରୁ ଆଜି ଯାଏ ନିଖୋଜ ଅଛି। ହେଲେ ତମେ ମତେ ଦୟାକରି ତମ ଝିଅର ନିଖୋଜ ହେବା ବିଷୟରେ କିଛି କହିପାରିବ? କଣ କହିବି କାଳିଆ ଭାଇ, ମୁଁ ସବୁବେଳେ ମାଳତୀକୁ ମନା କରେ ନଈକୁ ଏକାକୀ ଗାଧେଇ ନ ଯିବାକୁ, ହେଲେ ସେ ମୋ କଥା ଶୁଣିଲାନି। ସେଦିନ ମାଳତୀ ମତେ ନ କହି ଏକାକୀ ନଈକୁ ଗାଧେଇବାକୁ ପଳେଇଗଲା, ହେଲେ ଆଉ ଫେରିଲାନି। ସେ ନ ଫେରିବାରୁ ମୁଁ ତାକୁ ବହୁତ ଖୋଜିଛି, ସବୁଆଡେ ପଚରା ଉଚରା ବି କରିଛି, ହେଲେ ମୁଁ ଆଉ ମୋ ମାଳତୀକୁ ପାଇଲିନି। ଦିନେ ମୁଁ ଦେଖିଲି ମାଳତୀ ସେଦିନ ଗାଧେଇବାକୁ ଗଲାବେଳେ ଯୋଉ ଡ୍ରେସ୍ ପିନ୍ଧି ଗାଧେଇବାକୁ ଯାଇଥିଲା ସେଇ ଡ୍ରେସଟା ନଈରେ ଭାସୁଛି।
ମୁଁ ସେଇଦିନ ଜାଣିଗଲି ଯେ ମୋ ମାଳତୀ ଆଉ ଏ ଦୁନିଆରେ ନାହିଁ। ହେଲେ କାଳିଆ ଭାଇ, ଏତେ ଦିନ ତଳର ମାଳତୀ ନିଖୋଜ ଥିବା କଥା ତମେ ଆଜି ପଚାରିବାର କାରଣ କ'ଣ? ଏତେ ବଡ଼ ତମର ଅସୁବିଧା ହେଇଗଲା, ହେଲେ ତମେ ଗାଁ ମୁଖିଆଙ୍କୁ ଏ ବିଷୟରେ କିଛି କହିଲନି। ହଉ ଠିକ୍ ଅଛି, ଏବେ ଚାଲ ଗାଁ ମୁଖିଆଙ୍କ ପାଖକୁ ଯିବା। ଏଇ ସବୁ କଥା ଗାଁ ମୁଖିଆଙ୍କୁ କହିବା। ଚାଲ ଯିବା, ଚାଲ। ଏହାପରେ ହେମା ଭାଉଜ ଓ କାଳିଆ ଭାଇ ମୁଖିଆଙ୍କ ପାଖରେ ଆସି ପହଞ୍ଚିଲେ। ଘନ ବାବୁ, ଜାଣିଛ ଏଇ ହେମା ଭାଉଜଙ୍କ ଝିଅ ମାଳତୀ ବହୁ ଦିନ ପୂର୍ବରୁ ନଈକୁ ଏକାକୀ ଗାଧେଇବାକୁ ଯାଇଥିଲା। ହେଲେ ସେ ଆଉ ଘରକୁ ଫେରିଲାନି। ସେ ନ ଫେରିବାରୁ ଏଇ ତାର ବୋଉ ସବୁଆଡେ ତାକୁ ଖୋଜାଖୋଜି କଲେ। କିଛି ଦିନ ପରେ ସେ ଦେଖିଲେ ମାଳତୀ ଗାଧେଇବାକୁ ଗଲାବେଳେ ପିନ୍ଧିଥିବା ଡ୍ରେସ୍ ନଈରେ ଭାସୁଛି। ତ ସେ ଜାଣିଗଲେ ଯେ ତାଙ୍କ ଝିଅ ନଈର ସୁଅରେ ବୁଡ଼ି ମରିଯାଇଛି। ତାପରେ ସେ ଆଉ ତାଙ୍କ ଝିଅକୁ ଖୋଜାଖୋଜି କଲେନି କି ଏଇ କଥା ତମକୁ ବି କେହି ଜଣେଇଲେନି। ଆରେ ଏ ତ ବଡ଼ ଅଡୁଆ ହେଲା। ତାମାନେ ଏବେ ରାମୁର ନିଖୋଜ ପଛରେ ସେଇ ମାଳତୀର ହାତ ଅଛି। ଘନ ବାବୁ, ମୋ ଝିଅ ମରିବା ବହୁତ ଦିନ ହେଇ ସାରିଲାଣି। ସେ ତ ଆଉ ଏ ଦୁନିଆରେ ନାହିଁ। ଆଉ ଗାଁର କେହି ଲୋକ ନିଖୋଜ ହେବା ପଛରେ ମୋ ଝିଅ ମାଳତୀର ହାତ ଅଛି ବୋଲି କେମିତି କହୁଛନ୍ତି ଆପଣ? ରାମୁର ନିଖୋଜ ହେବା ପଛରେ ମାଳତୀର ହାତ ଅଛି କି ନାହିଁ, ଏବେ ଆମେ ଯାଇ ଏଇ ସବୁ କଥା ତାନ୍ତ୍ରିକଙ୍କୁ କହିଲେ ସେ ହିଁ କହିବେ ଯେ ରାମୁର ନିଖୋଜ ହେବା ପଛରେ କାହାର ହାତ ଅଛି। ଚାଲ ଆମେ ସମସ୍ତେ ଏବେ ତାନ୍ତ୍ରିକଙ୍କ ପାଖକୁ ଯିବା, ଚାଲ। ଏହାପରେ ସମସ୍ତେ ତାନ୍ତ୍ରିକଙ୍କ ପାଖରେ ଆସି ପହଞ୍ଚିଲେ। ଆରେ ଘନ, ଗାଁରେ ପଚାରି ବୁଝିଲୁ ତ କାହାର ମୃତ୍ୟୁ ହେଇଛି? ବାବା, ଆମେ ପଚରା ଉଚରା କଲା ପରେ ବୁଝିଲୁ ଯେ କିଛି ଦିନ ପୂର୍ବରୁ ମାଳତୀ ବୋଲି ଗୋଟେ ପିଲା ନଈକୁ ଏକାକୀ ଗାଧେଇବାକୁ ଯାଇଥିଲା। ହେଲେ ଆଉ ଘରକୁ ଫେରିଲାନି। ସେ ନ ଫେରିବାରୁ ଏଇ ତାର ମା ତାକୁ ଖୋଜାଖୋଜି କଲେ। ତା ମା ଦେଖିଲେ ଯେ ମାଳତୀ ନଈକୁ ଗାଧେଇବାକୁ ଗଲାବେଳେ ପିନ୍ଧିଥିବା ଡ୍ରେସ୍ ନଈରେ ଭାସୁଛି। ତାର ମା ଜାଣିଗଲେ ଯେ ମାଳତୀ ଆଉ ଏ ଦୁନିଆରେ ନାହିଁ। ତେଣୁ ସେ ଏଇ କଥାକୁ କାହାକୁ ବି କହିଲେନି। ତାହେଲେ ଏବେ ଗାଁରେ ଯୋଉ ରାମୁ ନିଖୋଜ ହେଇଛି, ତାର ନିଖୋଜ ହେବା ପଛରେ ସେଇ ମାଳତୀର ହାତ ହିଁ ଅଛି। ବାବା, ମୋ ଝିଅ ମରିବା ବହୁତ ଦିନ ହେଇ ସାରିଲାଣି। ଏବେ କିଏ ଗାଁରେ ନିଖୋଜ ହେଇଛି ତା ପଛରେ ମୋ ଝିଅର ହାତ କେମିତି ଅଛି? ଦୟାକରି ଆପଣମାନେ ସମସ୍ତେ ମୋ ଝିଅ ବିଷୟରେ ଏମିତି କୁହନ୍ତୁନି। ଦେଖ ମା, ମୁଁ ତମ ଝିଅ ନାଁରେ ମିଛ କଥା କହୁନାହିଁ। ଯୋଉଟା ସତ ମୁଁ ସେଇଟା ହିଁ କହୁଛି। ତମ ଝିଅ ନଈରେ ବୁଡ଼ି ମରିଯାଇଛି। ସେଥିପାଇଁ ତାର ଆତ୍ମା ମୁକ୍ତି ନ ପାଇ ନଈର ଆଖପାଖରେ ଘୁରି ବୁଲୁଛି। ଆଉ ତାର ଆତ୍ମା ହିଁ ରାମୁର କିଛି ଗୋଟେ କରିଛି, ଯୋଉଥିପାଇଁ ରାମୁ 2 ଦିନ ହେଲାଣି ନିଖୋଜ ଅଛି। ଦେଖନ୍ତୁ ବାବା, ଏଇଟା ସତ ଯେ ମୋ ଝିଅର ମୃତ୍ୟୁ ହେଇସାରିଛି। ହେଲେ ମୋ ଝିଅର ଆତ୍ମା ହିଁ ଗାଁ ଲୋକଙ୍କୁ ନିଖୋଜ କରୁଛି। ଏ କଥାକୁ ମୁଁ ଜମା ବିଶ୍ୱାସ କରିପାରିବିନି। ଗାଁ ଲୋକଙ୍କୁ ନିଖୋଜ କରୁଥିବା ଆତ୍ମା ମାଳତୀର ଆତ୍ମା କି ଅନ୍ୟ କାହାର ଆତ୍ମା ଆମକୁ ସେଇ ନଈ କୂଳକୁ ଗଲା ପରେ ହିଁ ଜଣା ପଡ଼ିବ। ଚାଲ ଏବେ ଆମେ ସମସ୍ତେ ନଈ କୂଳକୁ ଯିବା, ଚାଲ। ଏହାପରେ ତାନ୍ତ୍ରିକଙ୍କ ସହିତ ସମସ୍ତେ ନଈ କୂଳକୁ ଗଲେ। ଆରେ ଘନ, ରାମୁ କୋଉଠି ବସି ଗାଧଉଥିଲା? ବାବା, ରାମୁ କୋଉଠି ବସି ଗାଧଉଥିଲା ଏଇଟା ତାର ପୁଅ ହିଁ ଠିକ୍ ସେ କହିପାରିବ। ଆରେ ମନୁଆ, ତୋ ବାପା ନଈର କୋଉଠି ବସି ଗାଧାନ୍ତି କିରେ? ଘନ ମଉସା, ବାପା ସବୁବେଳେ ଏଇଠି ହିଁ ବସି ଗାଧାନ୍ତି। ବାବା, ରାମୁ ସବୁବେଳେ ଏଇଠି ହିଁ ବସି ଗାଧାଏ। ଓಂ ଗ୍ଲିଂ ଗ୍ଲିଂ ଚାମୁଣ୍ଡାୟ ସ୍ୱାହା। ଏ ଡାହାଣୀ, ତୁ ଯୋଉଠି ଲୁଚି ରହିଲେ ବି ମୁଁ ତତେ ଛାଡ଼ିବିନି। ଏ ଡାହାଣୀ, ମୁଁ ଜାଣିଛି ରାମୁର ନିଖୋଜ ହେବା ପଛରେ ତୋର ହିଁ ହାତ ଅଛି। କହ କହ, ତୁ ରାମୁ ସହିତ କ'ଣ କରିଛୁ? ଏ ଡାହାଣୀ, ଦେଖ, ତୁ ଯଦି ଭଲରେ ନ ଆସିବୁ ତାହେଲେ ମୁଁ ମୋ ମନ୍ତ୍ର ବଳରେ ତତେ ବନ୍ଦୀ କରି ନେଇଯିବି।
ଓ ତୋତେ ସବୁଦିନ ପାଇଁ ବନ୍ଦୀ କରି ରଖିଦେବି। ଆ ଆ ମୋ ପାଖକୁ ଆ। ଏହାପରେ ବାବାଙ୍କର ଏପରି କଥା ଶୁଣି ଡାହାଣୀ ସମସ୍ତଙ୍କ ଆଗକୁ ଆସିଲା। ବାବା, ଦୟାକରି ମତେ ବନ୍ଦୀ କରନ୍ତୁନି। କହ କହ ତୁ କିଏ, ଆଉ ରାମୁ ସହିତ ତୁ କଣ କଲୁ କହ। କୋଉଠି ଅଛି ଏବେ ରାମୁ କହ। ବାବା, ମୋ ନାଁ ମାଳତୀ। ମୁଁ ନଈକୁ ଏକାକୀ ଗାଧେଇବାକୁ କେବେ ବି ଆସେନା। ହେଲେ ସେଦିନ ମୁଁ ମୋ ବୋଉର କଥାକୁ ନ ଶୁଣି ମୁଁ ଏକାକୀ ନଈକୁ ଗାଧେଇବାକୁ ଆସିଥିଲି। ନଈରେ ସୁଅ ଅଧିକା ଥିବାରୁ ମୁଁ ନଈରେ ବୁଡ଼ିଗଲି। ମୁଁ ସେଦିନ ବହୁତ ବଞ୍ଚାଅ ବଞ୍ଚାଅ କହିଲି, ହେଲେ ମତେ ବଞ୍ଚାଇବାକୁ କେହି ବି ଆସିଲେନି। ମୁଁ ନଈରେ ବୁଡ଼ି ମରିଗଲି। ତାପରେ ମୋର ଆତ୍ମା ଏଇ ନଈ ପାଖରେ ଘୁରି ବୁଲିଲା। ତାପରେ ମୁଁ ସ୍ଥିର କଲି ଯେ ମୁଁ ଏକାକୀ ଗାଧେଇବାକୁ ଆସିଥିଲି, ହେଲେ ବୁଡ଼ି ମରିଗଲି। କେହି ବି ମତେ ବଞ୍ଚାଇବାକୁ ଆସିଲେନି। ଆଜି ପରଠୁ ଯିଏ ବି ନଈକୁ ଏକାକୀ ଗାଧେଇବାକୁ ଆସିବ ମୁଁ ତାକୁ ଛାଡ଼ିବିନି। ଏମିତି ବହୁତ ଦିନ ପରେ ଜଣେ ଲୋକ ଏକାକୀ ଗାଧେଇବାକୁ ଆସିଥିଲା। ମୁଁ ପ୍ରତିଶୋଧ ନବାର ଆଗରେ ସେ ଲୋକକୁ ମୁଁ ନଈରେ ବୁଡ଼େଇ ମାରିଦେଲି। ଏ ମାଳତୀ, ତୁ ମୋ ଝିଅ ମାଳତୀ ନା? ମୋ ଝିଅର ଆତ୍ମା ଏମିତି କେବେ ବି କରିପାରିବନି। ତାହେଲେ ଏମାନେ ସମସ୍ତେ ଯାହା କହୁଥିଲେ ସବୁ ସତ। ମାଳତୀ ଦିଦି, ତମେ ମୋ ବାପାଙ୍କୁ ମାରିଦେଲ। ସେ ତମର କଣ କରିଥିଲେ? ତମେ ତ ନଈ ସୁଅରେ ବୁଡ଼ି ମରିଗଲ। ଏଥିରେ ଗାଁ ଲୋକଙ୍କର ଭୁଲ କଣ? କାହିଁକି ତମେ ମୋ ବାପାଙ୍କୁ ମାରିଲ? ପ୍ରତିଶୋଧ ନବାର ଆଗରେ ମୋର ବହୁତ ବଡ଼ ଭୁଲ ହେଇଗଲା। ଦୟାକରି ତମେ ମାନେ ସମସ୍ତେ ମତେ କ୍ଷମା କରିଦିଅ। ମୁଁ ଆଉ ଏମିତି କେବେ ବି କରିବିନି। ବାବା, ଦୟାକରି ମତେ ମୁକ୍ତି ଦେଇ ଦିଅନ୍ତୁ। ମୁଁ ଆଜି ପରଠୁ ଗାଁ ଲୋକଙ୍କର କାହାର କିଛି ବି କ୍ଷତି କରିବିନି। ଗାଁର କେହି ବି ଲୋକ ଏକାକୀ ଗାଧେଇବାକୁ ଆସିଲେ ବି ମୁଁ କାହାର କିଛି ବି କ୍ଷତି କରିବିନି। ଦୟାକରି ମତେ ମୁକ୍ତି ଦେଇ ଦିଅନ୍ତୁ ବାବା। ଏହାପରେ ତାନ୍ତ୍ରିକଙ୍କ ମନ୍ତ୍ର ଦ୍ୱାରା ମାଳତୀର ଆତ୍ମା ମୁକ୍ତି ପାଇଲା ଓ ଗାଁର ସବୁ ଲୋକ ପୁଣି ଆଗ ଭଳି ଠିକ୍ ଠାକ୍ ସେ ଚଳିଲେ।